ନହେଲେ କଣ କରବା ତାଙ୍କର ଉପରେ ଗଲା ପରେ ସନ୍ଦେହ। ମାତ୍ର ତଳକୁ ଯଦି ଆପଣ ପଢିବେ 24 ପଦ, ସେହି କ୍ଷଣି ପିଲାଟିର ପିତା ଉଚ୍ଚ ସ୍ୱର କରି କହିଲା, ମୁଁ ବିଶ୍ୱାସ କରୁଅଛି, ମୋର ଅବିଶ୍ୱାସର ପ୍ରତିକାର କରନ୍ତୁ। ମୁଁ କଣ କରୁଛି? ସେ ଉଚ୍ଚ ସ୍ୱରରେ କହୁଛି, ଚିଲ୍ଲାଇ ଚିଲ୍ଲାଇ କହୁଛି, ମୁଁ ବିଶ୍ୱାସ କରୁଛି, ମାତ୍ର ମୁଁ ଦୁର୍ବଳ। ତାର ଅର୍ଥ କଣ? ମୁଁ ଦୁର୍ବଳ। ମୁଁ ବିଶ୍ୱାସ କରୁଛି, ମାତ୍ର ମୁଁ ପାରୁନାହିଁ, ମୁଁ ଦୁର୍ବଳ। ପ୍ରଭୁ ତୁମେ ମୋର ପ୍ରତିକାର କରନ୍ତୁ। ତାପରେ ଲେଖା ଯାଉଛି, ପରେ ଲୋକ ସମୂହ ଏକତ୍ର ଦୌଡ଼ି ଆସୁଅଛନ୍ତି ଦେଖି ଯୀଶୁ ସେହି ଅଶୁଚି ଆତ୍ମାକୁ ଧମକ ଦେଇ କହିଲେ, ରେ ମୂକ ଓ ବଧିର ଆତ୍ମା, ମୁଁ ତତେ ଆଜ୍ଞା ଦେଉଅଛି, ଏଠାରୁ ବାହାରି ଯା, ପୁଣି ଆଉ କେବେ ଏଠାରେ ପଶିବୁ ନାହିଁ। ସେଥିରେ ସେ ଚିତ୍କାର କରି ତାହାକୁ ଅତ୍ୟନ୍ତ ମାଡ଼ି ପକାଇ ବାହାରିଗଲା, ଆଉ ପିଲାଟି ମଲା ପରି ହୋଇଗଲା। ଏପରି